ଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତିରେ ସପ୍ଲଟ ପଞ୍ଜୀକରଣ କରିଥିବା ଅଧିକାରୀଙ୍କ ତାଲିକା ପଦାକୁ ଆସିଲା। 100ରୁ ଉର୍ଦ୍ଧ୍ୱ ସପ୍ଲଟ ପଞ୍ଜୀକରଣ କରିଥିବା ଅଧିକାରୀଙ୍କ ସଂଖ୍ୟା ବେଶ୍ ଲମ୍ବା। ରାଜସ୍ୱ ବିଭାଗ ଏସବୁ ସବରେଜିଷ୍ଟ୍ରାରଙ୍କ ତାଲିକା ମାଗିଥିଲା। ଆଉ ଏ ସନ୍ଦର୍ଭରେ ଆଇଜିଆର୍ ସୁବ୍ର ଶତପଥୀ ଗଲା 10 ତାରିଖରେ ଏ ଲମ୍ବା ତାଲିକା ଦେଇଛନ୍ତି ରାଜସ୍ୱ ବିଭାଗକୁ। ଆଖି ଝଲସାଇ ଦେବ କିଛି ସବରେଜିଷ୍ଟ୍ରାରଙ୍କ କାରନାମା ଦେଖିଲେ। 100 ନୁହେଁ, ବେଆଇନ ଭାବେ ହଜାର ହଜାର ପାର୍ଟ ପ୍ଲଟ ପଞ୍ଜୀକରଣ କରିଛନ୍ତି ସବ୍ ରେଜିଷ୍ଟ୍ରାର। ସବୁଠୁ ଆଗରେ ଅଛନ୍ତି ଭୁବନେଶ୍ୱର ସବ୍ ରେଜିଷ୍ଟ୍ରାର ଅରୁଣ ଦାସ, ପବିତ୍ର ସାମଲ, ରଞ୍ଜନ ଦାସ, ଦେବରଞ୍ଜନ ମହାନ୍ତିଙ୍କଠୁ ନେଇ ଜ୍ଞାନରଞ୍ଜନ ସାହୁଙ୍କ ଯାଏ। ଏମାନେ କରିଥିବା ସପ୍ଲଟ ଡିଡ୍ ସଂଖ୍ୟା 1000ରୁ ନେଇ 6000 ପର୍ଯ୍ୟନ୍ତ। ଖଣ୍ଡଗିରିର ସବ୍ ରେଜିଷ୍ଟ୍ରାର ଥିବାବେଳେ ସୁଜାତା ମହାରାଣତ 3000ରୁ ଉର୍ଦ୍ଧ୍ୱ ସପ୍ଲଟ ପଞ୍ଜୀକରଣ କରିଛନ୍ତି। ବିନା ବିଡିଓ ଅନୁମତିରେ ମନ ଇଚ୍ଛା ପାର୍ଟ ପ୍ଲଟ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ପଛକୁ ଅଛନ୍ତି ଜଟଣୀ ସବ୍ ରେଜିଷ୍ଟ୍ରାର। ଜଟଣୀ ସବ୍ ରେଜିଷ୍ଟ୍ରାର ଥିଲାବେଳେ ବିଞ୍ଜେଶ ରଞ୍ଜନ ନାୟକ 3000ରୁ ବେଶୀ ବେଆଇନ ସପ୍ଲଟ ପଞ୍ଜୀକରଣ କରିଥିଲା ବେଳେ କ୍ରିଷ୍ଣା ବିଶ୍ୱାଳ 4500 ପ୍ଲଟ ପଞ୍ଜୀକରଣ କରିଥିଲେ। ପିପିଲି, ବ୍ରହ୍ମପୁର, କଟକରୁ ନେଇ ପୁରୀ ବର୍ଷ ଧରି ପାର୍ଟ ପ୍ଲଟ ପଞ୍ଜୀକରଣ ବିନା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତିରେ ଚାଲିଥିଲା। ରେଜିଷ୍ଟ୍ରେସନ ଓଡ଼ିଶା ଆମେଣ୍ଡମେଣ୍ଟ ଆକ୍ଟ 2013 ପରଠୁ ହୋଇଥିବା ବେଆଇନ ପଞ୍ଜୀକରଣ ତାଲିକା ବାହାର ହୋଇଛି। ଗଲା ବର୍ଷ ଡିସେମ୍ବରରେ ରାଜସ୍ୱ ମନ୍ତ୍ରୀ ଏସବୁ ସବରେଜିଷ୍ଟ୍ରାରଙ୍କ ତାଲିକା ମାଗିଥିଲେ। କେଉଁ ବଳରେ ନାନା ନିୟମର ଥୋପ ଦେଖାଇ କିଛି ଲୋକଙ୍କ ସପ୍ଲଟ ପଞ୍ଜୀକରଣ କରୁଥିଲେ ଆଉ ଅଧିକାଂଶଙ୍କୁ ମନା କରୁଥିଲେ। ତାକୁ ତର୍ଜମା ଲାଗି ତାଲିକା ଲୋଡ଼ିଥିଲେ ରାଜସ୍ୱ ମନ୍ତ୍ରୀ। ସତ ଧରାପଡ଼ିଲେ କଡ଼ା ଆକ୍ସନ ବୋଲି ଚେତାଇ ଦେଇଥିଲେ। ଏଭଳି ସବରେଜିଷ୍ଟ୍ରାରଙ୍କୁ ଚିହ୍ନଟ କରି ତୁରନ୍ତ ଏମାନଙ୍କୁ ବଦଳି ଓ ନିଲମ୍ବିତ କରିବାକୁ ଦାବି କରି ଆସୁଛି ଓଡ଼ିଶା ବିକାଶ ଅଭିଯାନ। ଦୁର୍ନୀତିଗ୍ରସ୍ତ ଅଧିକାରୀ ସବରେଜିଷ୍ଟ୍ରାର ଦାୟିତ୍ୱରେ ପୁଣି ରହିଲେ ଏମାନଙ୍କ ଲାଗି ରାଜ୍ୟ ରାଜକୋଷକୁ ସିନା ଟଙ୍କା ଆସିବନି, କିନ୍ତୁ ଏମାନଙ୍କ ପକେଟ ଗରମ ହେଉଥିବ। ଲୋକେ ଦହଗଞ୍ଜ ବା ସାର ବୋଲି ଆଶଙ୍କା କରିଥିଲେ ଓଡ଼ିଶା ବିକାଶ ଅଭିଯାନ ମୁଖ୍ୟ ପ୍ରଦୀପ ସାହୁ। ଓଡ଼ିଶା ବିକାଶ ଅଭିଯାନ ବି ସରକାରୀ ତାଲିକା ଆସିବାର ବହୁ ଆଗରୁ ରାଜସ୍ୱ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଓ ଜଟଣୀ ସବରେଜିଷ୍ଟ୍ରାରଙ୍କ ପାର୍ଟ ପ୍ଲଟ କେଲେଙ୍କାରୀର ପ୍ରମାଣ ସ୍ୱରୂପ ଅନେକ ଦଲିଲ ଦେଇସାରିଥିଲା। ଦେଖିକିରି ବହୁ ଜଣକୁ ନାଁ କରୁଛନ୍ତି ଏବଂ ଆଇନକୁ ଦେଖିକିରି ବହୁ ଜଣକୁ ପାରମିଶନ ବି ଦେଉଛନ୍ତି। ସେମାନେ ଯେତେ ଲୋକଙ୍କୁ ନାଇଁ କହିଛନ୍ତି, ଯେତେ ଲୋକକୁ ହଁ କହିଛନ୍ତି, ରାଜସ୍ୱ ବିଭାଗ ସବୁ ତଥ୍ୟ ମାଗିଛି। ଥରେ ତଥ୍ୟ ଆସିଲା ପରେ ସେମାନଙ୍କୁ ମୁଁ ପଚାରିବି ଯେ ଇଏ 95 ଲୋକଙ୍କର କେସ୍ରେ ନାଇଁ ହେଲା ଆଉ 5ଟା କେସ୍ରେ ହଁ କେମିତି ହେଲା? ନାଇଁ ହେଇଥାନ୍ତା ତ 100 ଲୋକ ନାଇଁ, ହଁ ହେଇଥାନ୍ତା ତ 100 ଲୋକକୁ ହଁ। ମତେ ଟିକେ ଏ ମନ୍ତ୍ରଟା କି ମନ୍ତ୍ର ପଢ଼ିଛ ତୁମେ ମତେ ବତେଇ ଦିଅ। ଆଉ ଏଇଟା ମୁଁ ସିରିୟସଲି କହୁଛି, ୟାର ସମ୍ପୂର୍ଣ୍ଣ ମୁଁ ଆପତ୍ତି ନାହିଁ, ନାଇଁ କହିଦେଲେ ମୋର ଆପତ୍ତି ନାହିଁ, କିନ୍ତୁ ଜଣକୁ ନାଇଁ ଜଣକୁ ହଁ। ପ୍ରୋବ୍ଲେମ ସମାନ, ଆଇନ ସମାନ। ୟାର ମଧ୍ୟ ତଦନ୍ତ କରିବା ପାଇଁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କ'ଣ ଅସୁବିଧା ରହୁଛି ଯେ ଗୋଟେ ଲୋକ ଲେଆଉଟ୍ ଆପ୍ରୁଭାଲ୍ ନ କରିକି ମାନେ ଗଳା ବାଟରେ ତା ଜାଗାଟା ରେଜିଷ୍ଟ୍ରି କରିଦେବାକୁ ଚାହୁଁଛି। ସେମାନେ ତ ବସିକି ଏସବୁ ତର୍ଜମା କରୁଛନ୍ତି। ଏଇଟାକୁ ମଧ୍ୟ ତର୍ଜମା କରନ୍ତୁ ଯେ ବିଡ଼ିଏ କାହିଁକି ଯଦି ଜଣେ ଜମି ବିକିବାକୁ ଚାହୁଁଛି, ସେ ଲେଆଉଟ୍ ପାଇଁ ପକେଇଲା, ଆପ୍ରୁଭାଲ୍ ପାଇଁ ପକେଇଲା, ତାକୁ 7 ଦିନ ଭିତରେ କାହିଁକି ନ ମିଳିବ? ସିଏ କାହିଁକି ମାସ ଧରିକି ତା ଲୋକଟା ରୋଗରେ ପଡ଼ିଛି ହସ୍ପିଟାଲରେ, ସେ ବିକିବ ନା ସେ ଲୋକ ମରିବ? ନେବାକୁ ସରକାର ଯାଉଛନ୍ତି, ତା ଦେହରେ ଟିଟ୍ ବିଟ୍ ଦେଖିବାକୁ ପଡ଼ିବ ଯେ ପ୍ରକୃତ ଲୋକମାନଙ୍କର ସମସ୍ୟା କ'ଣ ଏବଂ ଅଧିକାରୀମାନେ କେତେ ଦୂର ସେ ବାବଦରେ ଅବଗତ ଅଛନ୍ତି। ସେ ତାଙ୍କର ଗୋଟେ ଜଏଣ୍ଟ ପ୍ରପର୍ଟି ଅଛି, ଜଏଣ୍ଟ ପ୍ରପର୍ଟିରେ ଜଣେ ତାର ସେୟାରଟା ବିକିବାକୁ ଚାହୁଁଛି, ସେଇଟା ପାଇଁ କ'ଣ ହେବ? ଯଦି ଗୋଟେ ଜମି ପୁରା ଗହିର ଭିତରେ ଅଛି, ଯେଉଁଠିକି ଯିବାକୁ 1 କିଲୋମିଟର ଦୂରରେ କୌଣସି ରାସ୍ତା ନାହିଁ, କେବଳ ହିଡ଼ରେ ଲୋକ ଚାଲି ଚାଲି ଯାଉଛନ୍ତି, ସେଠି ଯଦି ଜମିଟେ ବିକିବ, ସେଠି ଆପଣଙ୍କର କୌଣସି ରାସ୍ତା ବି ସେଠି ସଂଯୋଗ କରାଯାଇପାରୁନି, ସେଇଟା ଜମି ହିସାବରେ ବିକ୍ରି ହେବ। ତେଣୁ ତା ଉପରେ କୌଣସି ବାଧାବିଘ୍ନ ରହିବା ଉଚିତ ନୁହେଁ। ତେଣୁ ଓଡ଼ିଆ ଆକ୍ଟ ଆଉ ଏ ଉପରେ ରେରା ଆକ୍ଟ ଉପରେ ଯେତିକି ଯାଉଛନ୍ତି, ତା ଦେହରେ ଆଉ ଗୋଟିଏ ଜିନିଷର ଆବଶ୍ୟକତା ରହିଛି, ସେଇଟା ହେଉଛି ରେଜିଷ୍ଟ୍ରେସନ ଆକ୍ଟ। ସେପଟେ ରେରା ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ ବି ସରକାରଙ୍କ ଆକ୍ସନରେ ଏତେ ଧୀମା ଗତିକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ରେରା ଆଳରେ ଲୋକଙ୍କ ଚାଷ ଜମିକୁ ପଞ୍ଜୀକରଣ କରିବୁନିର ଭୟ ଦେଖାଇ ଏମିତି ଅଧିକାଂଶ ସବ୍ ରେଜିଷ୍ଟ୍ରାର ବିପୁଳ ଟଙ୍କା ନେଇ ପ୍ରଭାବଶାଳୀଙ୍କର ପାର୍ଟ ପ୍ଲଟକୁ ପଞ୍ଜୀକରଣ କରିଥିଲେ। ଗଳା ବାଟରେ ସେଲ୍ ଡିଡ୍ ରେଜିଷ୍ଟ୍ରେସନ କରି ପରେ ମୌକା ଦେଖି ରିଲିଜ୍ କରୁଥିଲେ। କିଛି ସବ୍ ରେଜିଷ୍ଟ୍ରାରଙ୍କ ଉପରେ ଲୋକ ଦେଖାଣି ଆକ୍ସନ ନେଇ ଯିଏ ଅଧିକା ଦୁର୍ନୀତି କରୁଛି, ସେମାନଙ୍କ ଦେହରେ ରାଜସ୍ୱ ବିଭାଗ ହାତ ନ ମାରିବା ପଛର ରହସ୍ୟ ସନ୍ଦେହଜନକ ବୋଲି କହିଛନ୍ତି ବିମଳେନ୍ଦୁ। ପାର୍ଟ ପ୍ଲଟ୍ର ପ୍ରୋବ୍ଲେମ୍ ଗୋଟେ ପ୍ରୋବ୍ଲେମ୍ ନୁହେଁ, ସେ ପ୍ରୋବ୍ଲେମ୍ଟାକୁ ଆମେ ମାନେ କ୍ରିଏଟ୍ କରିଛୁ। ମୋତେ ଗୋଟେ କଥା, ଛୋଟ ପ୍ରଶ୍ନଟେ ଅଛି,
गोटे घर गोटे रेरा एक्ट भी बहुत क्लीयरली कहूँ जे चाष जमी उपरे रेरा एक्ट प्रযোज्य नुहे आउ एंटायर ओडिशा रे कौन जगह प्रযোज्य नुहे केवल रियल एस्टेट प्रोजेक्ट ताको प्रযোज्य। आम प्रोब्लेमटा कौटी अच्छी जे बीडीए को लेआउट अप्रूवाल देले से 6 मास वर्ष 2 वर्ष कर प्रोब्लेमटा ये अच्छी तमें लॉ रे किसी असुविधा नहीं इम्प्लीमेंटेशन असुविधा अच्छी इम्प्लीमेंटेशन जदि असुविधा अच्छी तेबे कहीं सरकार गोटे छोट नोटिफिकेशन रे बीडीए भिसी को डाकतु सबू जितेक अथॉरिटी अच्छे डाकतु कहतु जे 3 दिन भितर 72 आवर्स भितर तुमको लेआउट अप्रूवाल देवाक बाध्य सेटा फाड़े हो 10 फाड़ हो जिते बड़े से भूल रेजिस्ट्रेशन कर विरुद्ध कौन से एक्शन भी होनी लोक देखाणिया जो जगह 100टी प्रोब्लेम हो 2 जन एक्शन नहीं गले सेटा एक्चुअल एक्शन नुहे। कामरे स्वच्छता रहू आईनगत प्रतिबंधक हटू लोके केमिति सहज और सरल बाटर निजर जरूरीकालीन आवश्यकता लगी जमीर किछि अंश बिकिपारे से नहीं बाट काढ़ु सरकार। एप्रिल 1 सुधा पार्ट प्लॉट पंजीकरण कटकणा हटियो बोली कहिथिले मंत्री किंतु एप्रिल सरीबाक बसिलानी। नगर उन्नयन विभाग भी केबेठू ड्राफ्ट प्रपोजाल दे सारानी। आईन विभाग और एजीपी मोहर मारी सारानी केबेठू। घन घन बैठक होउछि सत कथा पड़िछि ताहले अहेतुक विलंब पछर कारण कौन मंत्री तो कहिथिले एसओपी अथवा किछिटा स्पष्टीकरण रे ए प्रतिबंध घटाई आग लोके किना बेका केमिति करि परिबे से बाट फिटाइबे हेले आ होई पारलानी। एमितिरे लेआउट अप्रूवाल आलो नै लोकन को बेस हंसत करि आस्ते बीडीए भी रास्ता संलग्न जमी को छाड़देले बाकी जमी रे देई परिबेनी बोली हाथ टेकी सारिछि। एनओसी जरूरी नियो बोली कहि सारिछि। भुवनेश्वर प्रदीप नायक रिपोर्ट नक्षत्र न्यूज।